ଏବେ ଏବେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ତ ବର୍ତ୍ତମାନ ଯାହା ସୂଚନା ଆସିଛି, ଆଜିଠାରୁ ପ୍ରବଳ ବର୍ଷା 5 ଦିନ ନେଇ 11 ଜିଲ୍ଲାକୁ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ତ ସେଥିପାଇଁ ଆପଣମାନେ ଅଲର୍ଟ ରୁହନ୍ତୁ। ଆଗାମୀ ଓଡ଼ିଶାରେ କେଉଁ ସବୁ ଜିଲ୍ଲାରେ ଅଧିକରୁ ଅଧିକ ବର୍ଷା ସହ ପବନ ବେଗ ଅଧିକ ରହିଛି, ତ ସେଥିପାଇଁ ସମ୍ପୂର୍ଣ୍ଣ ଅପଡେଟ୍ ଆପଣ ଶେଷ ପର୍ଯ୍ୟନ୍ତ ଭିଡ଼ିଓକୁ ଦେଖନ୍ତୁ ଜାଣିପାରିବେ। ତ ତା ପୂର୍ବରୁ ଭିଡ଼ିଓକୁ ସବସ୍କ୍ରାଇବ୍ କରିନଥିଲେ ତାହେଲେ ସବସ୍କ୍ରାଇବ୍ କରିଦିଅନ୍ତୁ, କାହିଁକି ନା ସର୍ବପ୍ରଥମେ ଆପଣମାନେ ଇନଷ୍ଟାଣ୍ଟ ଭିଡ଼ିଓ ସର୍ବପ୍ରଥମ ଦେଖିବାକୁ ପାଇବେ। ଏବେ ଏବେ ପୁରା ରାଜ୍ୟରେ ମୌସୁମୀ ସକ୍ରିୟ ହୋଇଥିଲା ବେଳେ ଆସୁଛି ଆଉ ଏକ ଲଘୁଚାପ, ସାଥିରେ ନେଇ ଆସୁଛି ବର୍ଷା। ଆଜିଠାରୁ କାଚିବ ପ୍ରବଳ ବର୍ଷା, ମେଘୁଆ ପାଗରେ ଆକାଶ ମେଘାଚ୍ଛନ୍ନ ରହିବ, କାରଣ ଗୋଟିଏ ଲଘୁଚାପ ଦୁର୍ବଳ ହୋଇଥିଲା ବେଳେ ମାଡ଼ି ଆସୁଛି ଆଉ ଏକ ଲଘୁଚାପ। ଆଜିଠାରୁ ପ୍ରବଳ ବର୍ଷାରେ ବୁଡ଼ିବ ସାରା ଓଡ଼ିଶା। ଯେ ତୁହାକୁ ତୁହା କାଚିବ ବର୍ଷା, ଯାହାକୁ ନେଇ ଏବେ ସତର୍କ ଦେଖାଦେଲାଣି ଓଡ଼ିଶାବାସୀଙ୍କ ପାଇଁ ଯେ ଆଗାମୀ 5 ଦିନ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଶେଷଜ୍ଞ ଅନୁମାନ କରିଛନ୍ତି। ଯେ ଏବେ ଧୀରେ ଧୀରେ ଦୁର୍ବଳ ହୋଇ ଘୂର୍ଣ୍ଣିବଳୟରେ ପରିଣତ ହୋଇଛି। ଯେ ରାଜ୍ୟରେ ବଢ଼ିବ ବର୍ଷା, ଉପକୂଳରୁ ଦକ୍ଷିଣ, ଦକ୍ଷିଣରୁ ପଶ୍ଚିମ ଓଡ଼ିଶାର ସବୁଠି ଜାରି ରହିବ ବର୍ଷା। ଏନେଇ ପାଣିପାଗ ବିଭାଗର ସୂଚନା ମିଳିଛି। ବିଜୁଳି ଘଡ଼ଘଡ଼ି ନେଇ 11 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଯେ ଝାରସୁଗୁଡ଼ା, କେନ୍ଦୁଝର, ଦେବଗଡ଼, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର ଜିଲ୍ଲାକୁ ସତର୍କ ସୂଚନା ନେଇ ପାଣିପାଗ ବିଭାଗ ଆଗାମୀ 5 ଦିନ ପର୍ଯ୍ୟନ୍ତ ଏହିପରି ସମାନ ସ୍ଥିତି ରହିବ ଓଡ଼ିଶାରେ।